ଛୋଟ ପିଲାଙ୍କ ଡ୍ରେସ୍ କ'ଣ ପାଇଁ କିଣିଲୁ ଆଉ ମଟନ୍ କେଉଁଠି ଖାଇଲୁ ଭିଡ଼ିଓଟା ଶେଷ ଯାଏଁ ଦେଖନ୍ତୁ। ନମସ୍କାର ସାଙ୍ଗମାନେ, ଆଜି ଥିଲା ଧନୁଙ୍କ ତାଙ୍କ ସାଙ୍ଗ ବେଷ୍ଟ ଫ୍ରେଣ୍ଡର ଝିଅର 21। ତ ଯେହେତୁ ଆମେ 21 ଯିବୁ ଯାହାହେଲେ ଡ୍ରେସ୍ କିଣିବାକୁ ପଡ଼ିବ। ତ ପ୍ରଥମେ ଆମେ ଆସିକି ପହଞ୍ଚି ଯାଇଥିଲୁ ପାତ୍ରପଡ଼ା ଥିବା ବିଟୁ। ତାପରେ ପ୍ରଥମେ ଆମେ ଏଠି ବ୍ୟାଗ୍ ଏଣ୍ଟ୍ରି କରି ଆମେ ଭିତରକୁ ପଶିଥିଲୁ। ତାପରେ ଏଠି ଆମେ କିଛି ନୂଆ କଲେକ୍ସନ୍ ଦେଖୁଥିଲୁ, ଯାହାର ପ୍ରାଇସ୍ ବହୁତ ବଢ଼ିଆ, ଲୋ ପ୍ରାଇସ୍ରେ ବଢ଼ିଆ ବଢ଼ିଆ ଡ୍ରେସ୍ ଅଛନ୍ତି। ଆପଣମାନେ ଦେଖନ୍ତୁ, ନିଶ୍ଚୟ କମେଣ୍ଟ କରି ଜଣାଇବେ ଡ୍ରେସ୍ଟା କେମିତି ହେଇଛି। ଯାହାର ପ୍ରାଇସ୍ ଥିଲା 250। ଆମେ ଏଠି କିଣି ସାରିକି ଆମେ ଆସିକି ପହଞ୍ଚି ଯାଇଥିଲୁ ନନା ନମସ୍କାର, ଯେଉଁକି ଫେମସ୍ ପିତ୍ତଳ ହାଣ୍ଡିରେ। ତାପରେ ଏଠି ଆମେ ଟିକେଟ୍ କରିକି ଦୁଇଟା ତାର ଭିତରେ ପହଞ୍ଚି ଯାଇଥିଲୁ। ତା ଜଣେ ଏଠି ଦିଦି ଆଣିକି ଆମ ଟିକେଟ୍ ନେଇକି ଆମକୁ ଦେଇଥିଲେ। ତା ଧନୁ ଦେଖନ୍ତୁ, ସବୁବେଳେ ପାଇଁ ଯୁଆଡ଼େ ଗଲେ ମଟନ୍ ଝୋଳ ପିଇଲେ, ମଟନ୍ ଝୋଳ ପିଇଲେ ବୋଧେ ଥଣ୍ଡାରେ କଟିବ। ତାପରେ ଏଇଠି ଧନୁଙ୍କୁ କହିଲେ ଧନୁ ଟେଷ୍ଟ କରିକି ଜଣାନ୍ତୁ ତୁମେ କେମିତି ହେଇଛି, ଆଉ ଆଗ ଭଳିଆ ଟେଷ୍ଟ ଅଛି କି ନାହିଁ ଧନୁ ଆପଣଙ୍କୁ ଭିଡ଼ିଓରେ ଜଣାଇବେ। ଦେଖନ୍ତୁ ଧନୁ ମଟନ୍ ଝୋଳ ଢାଳିକି ଜଣାଉଛନ୍ତି କେମିତି କ'ଣ ଲାଗିଛି। ନାହିଁ ଧନୁ କହିଲା ହଁ ବହୁତ ବଢ଼ିଆ ଅଛି, ଯାହାକି ଏଇଟା ହେଉଛି ମୋର ଫେଭରେଟ୍ ପଏଣ୍ଟ ଥିଲା ନନା ନମସ୍କାର ଆଉ ପିତ୍ତଳ ହାଣ୍ଡି। ତ ଯେଉଁମାନେ ଏଇଠି ଆପଣ ଖାଇଛନ୍ତି ନିଶ୍ଚୟ କମେଣ୍ଟରେ ଜଣାଇବେ। ଆଉ ଦେଖନ୍ତୁ ଧନୁ ଟେଷ୍ଟ କରି କହୁଛନ୍ତି କେମିତି ହେଇଛି। ଧନୁକୁ ମୁଁ ପଚାରିଲି, ଧନୁ କହିଲା ବହୁତ ବଢ଼ିଆ ହେଇଛି, ଯାହା ହଉ ଆଗ ଭଳିଆ ଟେଷ୍ଟ ଅଛି। ତଥାପି ଟିକେ କ୍ୱାଲିଟି କମ୍ ଥିଲା, ଆଗେ ଯେମିତି ସର୍ଭିସ୍ ହେଉଥିଲା ଏବେ ସର୍ଭିସ୍ ଟିକେ ତାଙ୍କ ଢିଲା ରହୁଛି। ତାପରେ ଆମେ ଏଇଠି ଖାଇସାରିକି ତାଙ୍କ ଯାଇଥିଲୁ ନନା ନମସ୍କାର କଥା ହେବା ପାଇଁ ତାଙ୍କ କତିକି। ଭାଇ ସାର୍ ବହୁତ କଥାବାର୍ତ୍ତା ହେଲୁ। ତାଙ୍କର ଏଇଠି ପାର୍ସଲ୍ ଦିଆହେଉଥିଲା, ଯେଉଁମାନେ 500, 1000, 2000 ଯେଉଁମାନେ ବି ପାର୍ସଲ୍ ତାଙ୍କ ପଛପଟେ ହିଁ ଦେଖିପାରିବେ। ରହିଲୁ, ନମସ୍କାର। ଭିଡ଼ିଓଟା ଭଲ ଲାଗିଥିଲେ ଲାଇକ୍ କରେ, ସେୟାର କରେ, ସବସ୍କ୍ରାଇବ୍ ଭୁଲିବେ।